ଚାହୁଁଛନ୍ତି କ'ଣ ୟା ବିଷୟରେ ତାଙ୍କର କ'ଣ ଆଭିମୁଖ୍ୟ ଆମେ କିଛି ଜାଣିପାରିଲୁନି। ଗାଁ ଗହଳିରେ ମଦ ବନ୍ଦ ହେବ, ସହରରେ ମଦ ବନ୍ଦ ହେବ। ବର୍ତ୍ତମାନ ପ୍ରପୋଜାଲ ହେଇଛି ପୁରୀରେ ମଦ ଦୋକାନ ଖୋଲିବ ଆଠୁ ସମାଜ ତରଫରୁ। ଆଉ ଶଙ୍କରାଚାର୍ଯ୍ୟ ଆମର ଇଏ ନିଶ୍ଚଳାନନ୍ଦ ସରସ୍ୱତୀ ପୁରୀ, ଆଉ ଏ ଯେଉଁ ଆମର ଚାରି ଧାମର ଶଙ୍କରାଚାର୍ଯ୍ୟ ଆମ ସାଧୁ ସମାଜର ଲିଡର ସେମାନେ। ଆଉ ଚାରି ଧାମର ସାଧୁ ସନ୍ଥ ମାନେ ଆମେ ସବୁ ଏକଜୁଟ ହେଇକି କଥାବାର୍ତ୍ତା ହେଇସାରିଛୁ। ଆଉ ସେମାନେ ମୋ ସହିତ ଯୋଗାଯୋଗ ରଖିଛନ୍ତି। ଆଉ ମୁଁ ବି ସୁଦ୍ଧା ଠିକ୍ କରିସାରିଛି। ଆଉ ଏଠି ଇଏ ସରକାର ମଦ ବନ୍ଦ କରିବା ଲାଗି କୁହାଗଲା, ସେମାନେ ଆଜି ପର୍ଯ୍ୟନ୍ତ ମଦ ବନ୍ଦ କଲେନି। ଏ ମୋହନ ମାଝୀ ଏ ସରକାର ଇଆଡ଼େ କଡା ଉପରେ ଷ୍ଟେପଟେ ନେବୁ ବୋଲି କହୁଥିଲୁ, ଇଏ ମାଟେ ଜବତ କରିଗଲା ଓଡ଼ିଶାରୁ ମଦ ବନ୍ଦ କରିବା ଲାଗି। ରାଷ୍ଟ୍ରପତି ମା ଗୋଟେ, ତାଙ୍କ କଥା ରହିଲାନି, କାହାରି କଥା ରହିଲାନି। ଇଏ କ'ଣ ପାଇଁ ଏ ଅନ୍ଧା କାନୁନ ଫିଲ୍ମ ସୁଟିଂ କରୁଛ? ମୁଁ ସେଇଥିଲାଗି କହୁଛି, ଆରେ ତୋର କ'ଣ ଦରକାର ଭୟ କରିବାରେ? କ'ଣ ଫେରେ ହେଇଛି କ'ଣ ଇଏ ମଦ ଭାଟି ଗାଁ ଗହଳିରୁ ଉଠିଯିବ? ଆଉ ମଦ ଭାଟି ଇଏ ପୁରୀରେ ହବ। ଆଚ୍ଛା, ପୁରୀ ବେଳାଭୂମିରେ କରିବ। ଆଚ୍ଛା, ଆଉ ନଈ କୂଳରେ କରିବ। କ'ଣ ଚୋରା କାରବାର ଶିଖେଇବା? ହଁ, ବଡ଼ ହୋଟେଲ ଭିତରେ ହବ। କ'ଣ ସେଇ ଖ୍ରୀଷ୍ଟିଆନ, ସେଇ ପଠାଣ, ସେଇ ଗୋରୁ ମାଂସ, ସବୁ ମାଂସ ଖାଇବ ସେଇଠି, ମଦ ଭାଟି ରଖିବ ସେଇଠି। ଆଉ ଇଏ ଜଗନ୍ନାଥଙ୍କୁ ତମେ ମଦ ଭାଟି ବନେଇଦବ କିରେ? ଆଜି ଆମ ସମାଜ ବର୍ତ୍ତମାନ 2,70,00,000 ଲୋକ ଏଇ ମଦ ନିଶାରେ ପାଗଳ ହେଇସାରିଛନ୍ତି। ଆଙ୍କୁ ତୁମେ ଯଥାଶୀଘ୍ର ପରିବର୍ତ୍ତନ କର। ଏଇ ଯେଉଁ ବିଜେଡି ସରକାର ଥିଲା, ସେ ସବୁ ଅଫିସ ଚଲେଇଥିଲେ ଏଇ ମଦ ଭାଟି ଉପରେ। ଆରେ ଇଏ କଲିକତାରେ ସେ ଡାକ୍ତରଟାକୁ ରେପ୍ କଲେ। ଆରେ ତା ଲାଗି ସବୁ ଆଖଡ଼ା କରି ପକେଇଲ। ସେଥିରେ ସେ ମମତା ବାନାର୍ଜୀ, ସିଏ ବି ସୁଦ୍ଧା ସେଠି ହୋ ହଉଛି। ଆରେ କ'ଣ ନା ତାକୁ ଫାଶୀ ଦେଇଦବ। ଆରେ ଫାଶୀ ଦେଇଦବ, କାହାକୁ ଫାଶୀ ଦବ? ଆ ଚୋରଙ୍କର ଡକାୟତଙ୍କ ଭଳିଆ ହଉଛ। ଆରେ ଯେତକ ମଦୁଆ ଅଛନ୍ତି, ଯେତକ ମଦର ଲିଡର ଅଛି, ସେଇ ମଦକୁ ଫାଶୀ ଦିଅ। ଆଉ ଏ ମଦୁଆଙ୍କୁ ଗୋଡେଇକି ବାଡୁଅ, ତେବେ ଯାଇକି ଏ ରେପ୍ କେସ୍ ବନ୍ଦ ହବ।